ଆସିକି ବଢେଇ ଦଉଥିଲେ ତା ମୁହଁରେ ଯୋଉ ହସ ବିକାଶ ଆମେ ଦେଖି କେତେ ଖୁସି ହଉଥିଲେ, କିନ୍ତୁ ସେ ହସ ଆଜି ଉଭେଇ ଯାଇଛି। ଆମେ ସେଇ ଧୈର୍ଯ୍ୟ ସହିତ ଅପେକ୍ଷା କରିବା, ସରକାରଙ୍କ ପାଖରେ ନିବେଦନ କରିବା କେମିତି ଆମର ଏଇ ଯୋଉ ପଞ୍ଚବାର୍ଷିକ ଯୋଜନାରେ ଆମକୁ ଅନ୍ତର୍ଭୁକ୍ତ କରି ଆଜି ହରକତ ହେଇସାରିଲୁଣି ଆମେ ତାକୁ ଉଚ୍ଛେଦ କରନ୍ତୁ, ଆଉ ଆମକୁ ଗୋଟେ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ, ଆମକୁ ଗୋଟେ ପରିଚୟ ଦିଅନ୍ତୁ, ଆମକୁ ପରିଚୟ ଦିଅନ୍ତୁ, ଆମର ମାତୃଶକ୍ତିକୁ ଆହୁରି ଜାଗ୍ରତ କରନ୍ତୁ, ଆମକୁ ଏ ମାଟିକୁ ଆହୁରି ଉତ୍ଫୁଲ୍ଲିତ କରନ୍ତୁ। ଆଉ ମଧ୍ୟ ଆମେ ଦେଖୁଛନ୍ତି ଯୋଉ ମା ମାନେ ଆମର ଏଥିରେ ନିଜକୁ ସାମିଲ କରିକି ପିଲା ଯାଇଛନ୍ତି, ସେମାନେ ବାସ୍ତବରେ ରହିଯାଇଛନ୍ତି। କୋଉଠି ବିଗତ ଦିନମାନଙ୍କୁ ଫେରିଗଲେ ଦେଖିବା କୋଉଠି ନା କୋଉଠି ଗୋଟେ ଏମ୍ବିକା ଭଉଣୀ, ଦୟମିତ୍ର ଭଉଣୀ, ଜ୍ୟୋତି ଭଉଣୀ କୋଉଠି ଗୋଟେ ବଳି ପଡିଛି, କିନ୍ତୁ ତା ପାଇଁ କିଛି ବି ସୁବିଧା ନାହିଁ, ତା ପରିବାର ପାଇଁ କିଛି ବି ସୁବିଧା ନାହିଁ। ସେ ପିଲାଟି ମାତୃଭୂମି ଭଳି ଏବେ ବି ବୁଲୁଛି। ତା ପାଇଁ ଗୋଟେ ଯଦି ବୀମାଟିଏ ଥାନ୍ତା ବା କିଛି ଅର୍ଥନୈତିକ ସରକାର ଘୋଷଣା କରିଥାନ୍ତେ, ହୁଏତ ତା ପରିବାର ଆଜି ବି ବସିଥାନ୍ତା, ତା ପିଲାଟି ମୁହଁରେ ଆଜି ବି ହସ ଫୁଟିଥାନ୍ତା, ସେ ଆଜି ବି ଅନାଥ ହୋଇନଥାନ୍ତା, ଆଜି ବି ସେଇ ଶିକ୍ଷା ସେତିକ କରି ତା ପାଇଁ ସଫଳ ହୋଇପାରିଥାନ୍ତା। ଆଉ ମଧ୍ୟ ଆମେମାନେ ଦେଖୁଛନ୍ତି ଯେ ଆମର ଯୋଉ ସ୍ୱାସ୍ଥ୍ୟଗତ ସମସ୍ୟା ଆସିଲେ ଆମେ ଦୌଡ଼ି ଯାଉଛେ ଡାକ୍ତରଖାନାକୁ, ସେଠି ଆମର କୌଣସି ଇଏ ପାଇଁ ସୁବିଧା ବି ଆମ ପାଇଁ